obesity is one of the major cause for diabetes? Very appropriately, you have asked that. Recently, our beloved Prime Minister has raised this issue that we have to decrease our oil consumption and the food consumption to maintain the right weight. ଆମ ପାଠ କହୁଛି ବର୍ତ୍ତମାନ ପୃଥିବୀରେ 3 ନମ୍ବର ଦେଶ ହେଲା ଭାରତ, ଯେ ମୋଟାପା ବା ଓବେସିଟି ଲୋକମାନଙ୍କୁ ହୋଷ୍ଟ କରୁଛି। ପ୍ରଥମରେ ଚାଇନା ଓ ଦ୍ୱିତୀୟରେ ୟୁଏସ୍ ଅଛନ୍ତି। କିନ୍ତୁ ଏମିତି ଏକ ପରିସ୍ଥିତି ବର୍ତ୍ତମାନ ଆସିଛି, ଆମେ ତାକୁ ଡାଏବେସିଟି କହୁଛୁ ବା ଡାଏବେଟିସ୍ ଆଉ ଓବେସିଟିକୁ ଯୋଡ଼ି ଆମେ ତାକୁ ଗୋଟିଏ ଏଣ୍ଟିଟି କରୁଛୁ। ଦେଖାଯାଉଛି ବର୍ତ୍ତମାନର ଲାଇଫଷ୍ଟାଇଲ, ଆମ ଖାଦ୍ୟ, ଆମ ବ୍ୟାୟାମ, ଆମ ଚିନ୍ତା, ଆମ ନିଦ, ଆମ ସ୍କ୍ରିନ୍ ଟାଇମ୍, ଆମର ହ୍ୟାବିଟ୍ସ, ଏହା ଆମର ଓଜନ ବଢ଼ାଉଛି। ଓଜନ ବଢ଼ିବା ମାତ୍ରେ ଇନ୍ସୁଲିନ୍ ରେଜିଷ୍ଟାନ୍ସ ହେଉଛି, ଓ ଇନ୍ସୁଲିନ୍ ରେଜିଷ୍ଟାନ୍ସ ହେଲା ମାନେ ରକ୍ତ ଶର୍କରା ବଢ଼ୁଛି, ଫାଷ୍ଟିଂ ବଢ଼ୁଛି, ପୋଷ୍ଟପ୍ରାଣ୍ଡାଲ ବଢ଼ୁଛି, ଆଉ A1C ବଢ଼ୁଛି। ତ ଓତପ୍ରୋତ ଭାବେ ଡାଏବେଟିସ୍ ଓ ଓଜନ ବର୍ତ୍ତମାନ ସମ୍ପର୍କିତ ହୋଇଯାଇଛି, ଆଉ ଏମିତି ଔଷଧ ଆମକୁ ବାଛିବାକୁ ପଡୁଛି ଯାହା କେବଳ ଡାଏବେଟିସ୍ ନୁହେଁ, ଓଜନକୁ ମଧ୍ୟ କମେଇବ।